ଗୋଟେ ବାକ୍ୟକୁ ଦେଖିବା ଆମର କଲୋସିଓ 3 ପର୍ବକୁ ଖୋଲନ୍ତୁ। କଲୋସିଓ 3 ପର୍ବର ଜଣେ କିଏ ଅନମ୍ୟୁଟ କରିକି ପଢନ୍ତୁ 23 ପଦରେ 24 ପଦ। ତୁମେମାନେ ଯାହା କିଛି କର ପ୍ରଭୁଙ୍କ ନିମନ୍ତେ କଲା ପରି ଅନ୍ତର ସହ ତାହା କର। ମନୁଷ୍ୟ ନିମନ୍ତେ କାଳେ ମନୁଷ୍ୟ ନିମନ୍ତେ କଲା ପରି କର ନାହିଁ, ପ୍ରଭୁଙ୍କ ଠାରୁ ଉତ୍ତରାଧିକାରୀ ରୂପେ ପୁରସ୍କାର ଯେ ପାଇବ, ଏହା ତ ତୁମେମାନେ ଜାଣ। ତୁମେମାନେ ପ୍ରଭୁ ଖ୍ରୀଷ୍ଟଙ୍କର ସେବା କର। ତ ଏ ବାକ୍ୟର ହୃଦୟକୁ ଦେଖିବା ମାନେ ପରମେଶ୍ୱର କହୁଛନ୍ତି ତମେ ଯାହା କର ପ୍ରଭୁଙ୍କ ନିମନ୍ତେ କଲା ପରି କର। ଅନ୍ତର ମନୁଷ୍ୟ ନିମନ୍ତେ କଥା ହେବାର ମୂଳଭୂତ କରି ଯେ ପରମେଶ୍ୱରଙ୍କ ସାମ୍ନାରେ ଅନ୍ତର ସହ ବା ହୃଦୟ ସହ କଣ କଲେ ପରମେଶ୍ୱର ମୋ ସହିତ ଖୁସି ହେଇପାରିବେ। ପ୍ରଥମ ଜିନିଷ ହଉଛି ଆମମାନେ ଯେଉଁ ସମୟରେ ପରମେଶ୍ୱରଙ୍କ ସାମ୍ନାରେ ଆମେ ପରମେଶ୍ୱରଙ୍କର ହୃଦୟକୁ ନେଇକି ଲୋକମାନଙ୍କ ପରିତ୍ରାଣ ପାଇଁ ଯଦି ଆମମାନେ ଚିନ୍ତା କରୁଛୁ ଯେ କିପରି ଭାବରେ ଲୋକମାନେ ସୁଷମାଚାର ଶୁଣିପାରିବେ, ତ ଯେକୌଣସି କ୍ଷେତ୍ରରେ ଯାହା ମଧ୍ୟ କରାଯାଉ, ଯଦି ଆମମାନଙ୍କର କାର୍ଯ୍ୟରେ କି ଆମମାନଙ୍କର ପ୍ରତ୍ୟେକ ମୁଭମେଣ୍ଟରେ ଯେକୌଣସି ସ୍ଥିତିରେ ଯଦି ଖ୍ରୀଷ୍ଟଙ୍କୁ ପ୍ରଚାର କରାଯାଉଛି, ତାହେଲେ ପରମେଶ୍ୱର ସାମ୍ନାରେ କେତେ ଗୌରବ ବିଷୟ। ତ ଯଦି ଆମମାନେ ଏ ବାକ୍ୟକୁ ଦେଖୁଛୁ ଯେ ତୁମାନେ ଖ୍ରୀଷ୍ଟଙ୍କର ସେବା କର, ଆମେ ଗୋଟେ କିଏ ଯେ କି ଖ୍ରୀଷ୍ଟଙ୍କର ସେବା କରିପାରିବୁ? ଖ୍ରୀଷ୍ଟଙ୍କର ସେବା କରିବା ପାଇଁ ଯଦି ଲେଖା ହେଇଛି ଏଇ ଜାଗାରେ, ତ ଏହାର ଅର୍ଥ କଣ? ଯେ ଯେତେବେଳେ ଆମେ ଯୀଶୁଙ୍କ ସହିତ ଯୀଶୁଙ୍କ ହୃଦୟ ସହିତ ଜଡିତ ହଉଛୁ, ମଣ୍ଡଳୀ ଗୋଟେ ଅଛି ଯାହାକି ଆମକୁ ଅଛି, ତ ଆମେ ଯେତିକି ଶାରୀରିକ ହେଲେ ମଧ୍ୟ ଆମେ ଯାହା କିଛି ମଧ୍ୟ ଚିନ୍ତାରେ ଧରାଗଲେ ମଧ୍ୟ, ହଁ ଯଦି ମତେ ମଣ୍ଡଳୀ କହୁଛି କି ପରମେଶ୍ୱରଙ୍କ ଦାସ ମତେ ପଛରେ ଠେଲୁଛନ୍ତି କି ଈଶ୍ୱରଙ୍କ ବାକ୍ୟ ଯଦି ମତେ ପଢେଇକି ନେଉଛି, କାହିଁକି ମୁଁ ଦୁର୍ବଳ ହେବି? କାହିଁକି ମୋର ହୃଦୟ ଭିତରେ ମୁଁ ଶକ୍ତିଯୁକ୍ତ ହେଇପାରିବି ନାହିଁ? କିନ୍ତୁ ଯେତେବେଳେ ଆମେ ଏ ବିଷୟକୁ ଦେଖିବା, ତାହେଲେ ପରମେଶ୍ୱରଙ୍କ ସାମ୍ନାରେ ଯେ ସତରେ ମୋର ହୃଦୟ ଭିତରେ ମୁଁ ଈଶ୍ୱରଙ୍କ ସାମ୍ନାରେ କେମିତି ବଞ୍ଚୁଛି, ଯଦି ଈଶ୍ୱରଙ୍କ ସାମ୍ନାରେ ମୁଁ ବଞ୍ଚୁଛି, ଦେନ୍ ଈଶ୍ୱରଙ୍କ ସାମ୍ନାରେ ବଞ୍ଚିବାର ବହୁତ ଅର୍ଥ କଣ? ଏଇଟା ନାହିଁ ଯେ ମୁଁ ବେଶୀ ଗୋଟେ ବିଷୟକୁ ମୁଁ କରିବା ପାଇଁ ସକ୍ଷମ, ମୁଁ ବେଶୀ ଆତ୍ମିକ, ସେମିତି ନାହିଁ। ଯେଉଁ ସମୟରେ ମୁଁ ବେଶୀ ଶାରୀରିକ ବୋଲି ଜାଣିବି, ସେଇ ସମୟରେ ହିଁ ମତେ ପରମେଶ୍ୱରଙ୍କ ବାକ୍ୟର ଆବଶ୍ୟକତା। ଯେଉଁ ସମୟରେ ଈଶ୍ୱରଙ୍କ ବାକ୍ୟକୁ ମୁଁ ବ୍ୟବହାର କରିବି, କୋଉ ସମୟରେ? ଯେଉଁ ସମୟରେ ମୋର ହୃଦୟ ଭିତରେ ମୁଁ ଜାଣିଛି ରିଏଲି ମୁଁ ଗୋଟେ ଲୋକ ନିଜର ଦ୍ଵାରା ମୁଁ ନିଜକୁ ଚାଳିତ କରିପାରିବି। ତେଣୁକରି ଲେଖା ହେଇଛି ତମେ ଯାହା କିଛି ମଧ୍ୟ କର ତମେ ଅନ୍ତର ସହ କର ବୋଲି ଲେଖା ହେଇଛି। ଅନ୍ତର ସହ ମାନେ କଣ? ଖ୍ରୀଷ୍ଟଙ୍କର ଅନ୍ତର ସହ କରିବା, ଯୀଶୁଙ୍କର ମନକୁ ନେଇକି ବଞ୍ଚିବା। କିନ୍ତୁ ଯଦି ଯୀଶୁଙ୍କର ମନ ନେଇକି ମୁଁ ବଞ୍ଚିବି, ତାହେଲେ ମୁଁ କେମିତି ସ୍ଥିତିରେ କାହାର ମନ ନେଇ ବଞ୍ଚିବି? ନିଜର ସ୍ଥିତି ଅନୁସାରେ ହିଁ ମୁଁ ବଞ୍ଚିବା ପାଇଁ ଚାହେଁ। ସେଥିପାଇଁ এই ସମୟରେ ଶନିବାର ଦିନ ମୁଁ ପ୍ରାକ୍ଟିକାଲି ମେରିଟ୍ ବ୍ରଦର୍ସ ମିଟିଂ ଆଉଥରେ ଷ୍ଟାର୍ଟ କରିବାକୁ ଯାଉଛି। ମଝିରେ ଆମଙ୍କର ବନ୍ଦ ହେଇଥିଲା, କିନ୍ତୁ ଆଉଥରେ ବର୍ତ୍ତମାନ ମେରିଟ୍ ବ୍ରଦର୍ସ ମିଟିଂ ନେଇକି ଆମେ ଆରମ୍ଭ କରୁ। ତା ସହିତ ମୁଁ ବର୍ତ୍ତମାନ ପର୍ଟିକୁଲାର ବ୍ୟକ୍ତିଗତ ଭାବରେ କହିବାକୁ ଚାହୁଁଛି, ଚର୍ଚ୍ଚ ଭିତରେ ବହୁତ ଗୁଡେ ଭାଇ ଭଉଣୀ ମାନେ ଯୋଉମାନେ ଜଏନ୍ କରୁନାହାନ୍ତି ସକାଳେ, କାହିଁ ମୁଁ କିଛି କହୁନି ଜାଣିଛୁ, ମୁଁ ଯଦି ଥରେ ଯଦି କହିବି ତାହେଲେ ବନ୍ଦ ହେଇଯିବ। କାହିଁକି ଅଧିକାଂଶ ଚର୍ଚ୍ଚର ଭାଇ ଭଉଣୀ ମାନେ ଚର୍ଚ୍ଚ ଯଦି ଆକ୍ଷେପ କରୁଛି ତୁ ଭୁଲ ବୋଲି କହିକି, ତାହେଲେ ସେଟା ଶିଖିନାହାନ୍ତି ସେମାନେ ଆଡମିଟ କରିବା। ସେଥିପାଇଁ ସେ ଆଡମିଟ ନ କରିବା ପାଇଁ ନ ଶିଖିଥିବା ଯୋଗୁଁ ସାଙ୍ଗେ ସାଙ୍ଗେ ହୃଦୟ ବନ୍ଦ ହେଇଯାଉଛି, ଆଉ ସାଙ୍ଗେ ସାଙ୍ଗେ
ବିଚାର କରିବାକୁ ଦେବା ହଉଛି। ସେଥିପାଇଁ ମୁଁ ଯେତେବେଳେ ଦେଖୁଛି ମୋର କଣ ଅଧିକାର ଅଛି ପରମେଶ୍ୱର ସାମନେ କହିବା ପାଇଁ ଠିକ ଲୋକ ବୋଲି କହିବି? ମୋର କଣ କହିଲେ ମୁଁ ମାପି ପାରିବି ମୁଁ ସଠିକ ଲୋକ ବୋଲି? ଯଦି ପାଷ୍ଟର ମତେ କହୁଛନ୍ତି ତୁ ଭୁଲ, ଦେନ୍ ମୁଁ ଭୁଲ ବୋଲି ଗ୍ରହଣ କରିବା ପାଇଁ ଶିଖିଲି ଚର୍ଚ୍ଚରେ, ତାହେଲେ ମୁଁ କି ପ୍ରକାର ଆତ୍ମିକ ହାର ବୁଝୁଛି? ଯୋଉ ସମୟରେ ମତେ ମଣ୍ଡଳୀ ଭୁଲ ବୋଲି କହୁଛି ସେ ସମୟରେ ମୋ ପାଟିରୁ ଅଭିଯୋଗ ବାହାରୁଛି, ମୋ ପାଟିରୁ ବିଚାର, ତମେ କିଏ କହିବା? এই ପ୍ରକାର ଆତ୍ମିକ ଜୀବନର ସ୍ଥିତି କଣ? ସେଥିପାଇଁ ହୃଦୟ ପରିବର୍ତ୍ତନ କରିବାକୁ ପଡିବ ଆମର ମେରିଟ ଭାଇ ମାନେ। ହଁ। ଯଦି ସକାଳେ ବାକ୍ୟ ଉଠିକି ଶୁଣିବା ପାଇଁ, ବାକ୍ୟ ଯଦି ଶୁଣିବା ପାଇଁ ସମୟ ନାହିଁ, ତାହେଲେ ଅଲମୋଷ୍ଟ ତମେ ଆପଣଙ୍କ ଶୈତାନ ଦ୍ୱାରା ଧରା ଯାଇକି ଟାଣା ଗଲେ। ରବିବାର ଦିନ ଚର୍ଚ୍ଚରେ ପ୍ରଭୁ ଆମକୁ ହୃଦୟ ଦଉଛନ୍ତି। ସେ ହୃଦୟ ଅନୁସାରେ ଆମେ ଯଦି ଗୋଟେ ସପ୍ତାହ ଭିତରେ ଯଦି ଆମେ ଗୋଟେ ଭାଗଟେ ମଧ୍ୟ ଚିନ୍ତା କରିପାରୁ, କି ପ୍ରକାର ମନ ପ୍ରତିଷ୍ଠା? ଖାଲି ଧାର୍ମିକ ଧାର୍ମିକ ପାଟିରେ କହିକିରି ଦିନ ସାରା ଖାଲି ନିଜର କାମରେ ବ୍ୟସ୍ତ, ଏମିତି କେମିତି ହେଇପାରିବ? ସେଥିପାଇଁ ମୁଁ ଆଶା କରୁଛି ଆମେ ଏପଟ ସେପଟ ବିଷୟରେ ଅଧିକ ଆସକ୍ତ ନ ହେଇକି, ହୁଁ, ଯୋଉଠି ମତେ ମୋର ମୋର ଲାଇଫ କମ୍ଫର୍ଟେବୁଲ ଫିଲ୍ କରୁଛି, ଯୋଉଠି ମତେ ବେଶୀ ଭଲ ଲାଗୁଛି, ମୁଁ ଯଦି ଖାଲି ସେଇଠି ସମୟ ବିତେଇବି, ତାହେଲେ ମତେ ଯୋଉଠି ଭଲ ଲାଗୁନି ସେଠି ବିତେଇବାଟା ମତେ ଠିକ ଲାଗୁନି ସମୟ। ତାହେଲେ ଏଟା କେମିତି? ତ ସେଠି ଆମର ଭାଇମାନେ, ହଁ, ଡିକନ ମାନେ କେବେ ନିଜକୁ ପଚାରନ୍ତୁ କେମିତି ଆମେ ଚର୍ଚ୍ଚର ଭାଇମାନଙ୍କୁ ମ୍ୟାନେଜ କରିପାରିବା? ସେଥିପାଇଁ ଆମେ ଅକ୍ଟୋବରରେ ଆମେ ଯଦି ଏଇଟା ଗୋଟେ ପ୍ରୋଗ୍ରାମ କରିବାକୁ ଯାଉଛୁ, ତାର ତ ନିହାତି ଗୋଟେ ଡିସ୍କସନ କରିବା ଦରକାର। ତାର ଯୋଜନା କରିକି ଆମେ ମୁଭମେଣ୍ଟ କରିବାକୁ ପଡିବ, କି ପ୍ରାକ୍ଟିକାଲ କାମ କରିବାକୁ ପଡିବ। ହଁ? ତ ଯେତେବେଳେ ଚର୍ଚ୍ଚ କିଛି କହୁଛି ଆମମାନଙ୍କୁ, ମତେ ବୁଝୁ କି ନ ବୁଝୁ ସେଇଟା ଇମ୍ପୋର୍ଟାଣ୍ଟ ନାହିଁ। ସେ ସମୟରେ ଆମେ ଯେମିତି ଯୋସେଫଙ୍କର ଦୁରାଦକ୍ଷ ଥିଲେ, ଆଉ ଯୋଉ ସମୟରେ ତାଙ୍କୁ କହୁଛନ୍ତି ତମେ ଯାଇକି ବେଞ୍ଜାମିନର ବସ୍ତାରେ ତମର ପୁରା ତାଟିଏ ରଖିଦିଅ, ସେଇ ସମୟରେ ସେ ଯାଇକି ରଖି ଦଉଛନ୍ତି। ତ ଆଜି ଆମେ ପରମେଶ୍ୱର ବାକ୍ୟକୁ ଯୋଉଟା କି ଆମେ ଶୁଣୁଛୁ, ତ ପ୍ରଭୁ ଆମମାନଙ୍କୁ କହିବାକୁ ଚାହୁଁଛୁ, ତମେ ପ୍ରଭୁଙ୍କ ସାମ୍ନାରେ ଅନ୍ତର ସହ ତମେ ସେବା କର। ତମମାନେ ପ୍ରଭୁ ଖ୍ରୀଷ୍ଟଙ୍କର ସେବା କର। ଆଉ ପ୍ରଭୁ ଆମକୁ ସମସ୍ତ ବିଷୟ ଦେଇଛନ୍ତି, ଯୋଉ ଦ୍ୱାରା କି ଆମେ ସୁଷମାଚାରକୁ ପ୍ରଚାର କରି ଲୋକ ବର୍ତ୍ତମାନ ପାଉଛୁ। ତ ଏଇ ଦିନ ଯେତେବେଳେ ଆମେ ନୂଆ ନୂଆ ଲୋକମାନଙ୍କୁ ଭେଟୁଛୁ, ନୂଆ ଲୋକମାନେ ବାକ୍ୟ ଶୁଣୁଛନ୍ତି, ସେ ସମୟରେ ସେ ପରିତ୍ରାଣ ପାଇଲା ପରେ ଫୋକସ ହଉଛି କେମିତି ଏମାନେ ମଣ୍ଡଳୀ ସହିତ ଜଡିତ ହେବେ, କେମିତି ଏମାନେ ଚର୍ଚ୍ଚ ସହିତ ଜଡିତ ହେଇକି ସେମାନେ ଆତ୍ମିକ ଜୀବନକୁ ସେମାନେ ବିତେଇବା ପାଇଁ ସକ୍ଷମ ହେବା। ପ୍ରତ୍ୟେକ ମେରିଡ ଭାଇ ମାନେ ଆମର ଚର୍ଚ୍ଚର ସମସ୍ତଙ୍କର ହୃଦୟକୁ ଆପଣ ଈଶ୍ୱରଙ୍କ ବାକ୍ୟ ଆଡକୁ ଫେରାନ୍ତୁ। ଯଦିଓ ଏ ଜାଗାରେ ଜଏନ କରୁନାହାନ୍ତି ଅନେକ ଗୁଡେ ଭାଇ ମାନେ, କିନ୍ତୁ ଗୁଡ ନ୍ୟୁଜ ମିଶନର ଲାଇଫର ଫାଷ୍ଟ ସକାଳୁ ଉଠିକି ଆମର ବାକ୍ୟ ଶୁଣିକି ଆମେ ଟାଇମକୁ ସ୍ପେଣ୍ଡ କରୁଛୁ। ଏମିତି ସକାଳେ ନ ଉଠିକି ଜୁମରେ ନ ଆଟେଣ୍ଡ କରିକି ନିଜ ଇଚ୍ଛାରେ ବଞ୍ଚିବାର ଲାଇଫ ବହୁତ କରପ୍ଟେବଲ ଲାଇଫ। ଏଇଟା ପ୍ରକୃତରେ ଗୋଟେ ସଠିକ ଜୀବନ ନାହିଁ ପ୍ରଭୁ ସାମ୍ନାରେ। ଏ ସପ୍ତାହରେ ଯଦି ଆମେ ଆଗକୁ ରବିବାର ଅଛି, ଆଜି ହଉଛି ଶୁକ୍ରବାର, କାଲି ଆପଣଙ୍କର ମେରିଟ ବ୍ରଦର୍ସ ମିଟିଂ ହବ, ମୁଁ କହିବି। ତାପରେ ଆମର ୟୁଥ ମିଟିଂ ଅଛି। ଦେନ୍ ଏସବୁ ଠାରୁ ଆମେ ରବିବାର ଦିନ ମଧ୍ୟ ସକାଳକୁ ଆମେ ଲିଡର୍ସ ମିଟିଂ କରିବା ପାଇଁ ମଧ୍ୟ ଆମେ ଯୋଜନା କରୁଛୁ। ତ ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କୁ ମୁଁ ଅନୁରୋଧ କରୁଅଛି ଯେ ମଣ୍ଡଳୀ ଭିତରେ ଯେତେବେଳେ ଆମେ ବଞ୍ଚୁଛୁ, ପରମେଶ୍ୱରଙ୍କର ସ୍ୱର ଅନୁସାରେ ଯେତେବେଳେ ଆମେ ପାଦ କାଢିକି ଯିବା, ତ ପ୍ରଭୁ ସେଇଠି ଯଥେଷ୍ଟ ଆମ ପାଇଁ କାମ କରିବେ। ତ ଫୋକସ ହଉଛି ଆମ ଭିତରେ ଆମେ କାହା ଅନୁସାରେ ଚଳିତ ହଉଛୁ, ଆମକୁ କମ୍ପ୍ଲିଟ କରିବାର ତ କେମିତି ଆମ ପ୍ରୋଗ୍ରାମ କରିବା, କେମିତି ଆମେ ସେଲିବ୍ରେସନ କରିପାରିବା। ତେଣୁକରି ପ୍ରତ୍ୟେକ ଭାଇମାନେ ଯାହା ପାଖରେ ମଧ୍ୟ
ଅ, ଅ, ଏ ଏ ଏ ବିଷୟକୁ ନେଇକି ଚିନ୍ତା କରିବା ପାଇଁ ସମୟ ଅ, ଅଛି, ରଖନ୍ତୁ ଆପଣ। ଆଉ ଆମେ ଆଗକୁ ଯେପରି କାମକୁ ବଢେଇ ପାରିବା, ସେଠି ମେରିନ୍ ଭାଇମାନଙ୍କର ଆବଶ୍ୟକତା ଅଛି। ମିସ୍ତ୍ରୀ ଭାଇ ଏଟଲିଷ୍ଟ ମୁଁ ଅନୁରୋଧ କରୁଛି, ସକାଳୁ ଉଠିକି ଭାଇ ଭଉଣୀ ମାନଙ୍କୁ ଜୋରରେ ଜଏନ୍ କଲେ ଭଲ। ଆମେ ବାକ୍ୟକୁ ଶୁଣିଲେ ଈଶ୍ୱର ଆମଙ୍କର ହୃଦୟକୁ ଧରି ରଖିବୁ। ଦିନ ସାରା ଆମେ ଯୁଆଡେ କର୍ମକ୍ଷେତ୍ରକୁ ଯାଉଛୁ, ଯାହା ବି କରୁଛୁ, ଈଶ୍ୱରଙ୍କର ସାମ୍ନାରେ ଆମେ କଲେ ପ୍ରଭୁ ଖୁସି ହେବେ, ଆମେ ମଧ୍ୟ ଖୁସିର ସମୟ ବିତେଇ ପାରିବୁ। ତେଣୁକରି ଏଠି 23 ପଦ 24 ପଦ ଲେଖା ହେଇଛି ଯେ ତୁମେ ଯାହା ବି କର ପ୍ରଭୁଙ୍କ ନିମନ୍ତେ କଲା ପରେ ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲା ପରେ କର ନାହିଁ। ପ୍ରଭୁଙ୍କ ଠାରୁ ଉତ୍ତରାଧିକାର ପୁରସ୍କାର ଯେ ପାଇବ, ଏହା ତ ତୁମେ ଜାଣ। ତୁମମାନେ ପ୍ରଭୁ ଖ୍ରୀଷ୍ଟଙ୍କର ସେବା କର। ମୁଁ ଆଶା କରୁଛି ଯେପରି ଆମେ ସମସ୍ତେ ଆମମାନଙ୍କ ହୃଦୟ ଭିତରେ ପରମେଶ୍ୱରଙ୍କ ସାମ୍ନାରେ ଖୁସିରେ ମଣ୍ଡଳୀକୁ ଆସିକି, ଆମକୁ ପରମେଶ୍ୱର ଜୀବନ ଦେଇଛୁ, ପ୍ରଭୁ ଆମକୁ ସମୟ ଦେଇଛନ୍ତି, ପ୍ରଭୁ ଆମକୁ ଜୀବନ ଦେଇଛନ୍ତି। ତ ପ୍ରଭୁ ଆମକୁ ସମୟ ଅଳ୍ପ ମାଗିଲେ ଆମେ କହୁଛୁ ପ୍ରଭୁଙ୍କୁ ସମୟ ନାହିଁ। କି ପ୍ରକାର କଥା ଏଇଟା? ତ ସେଠି ଏଇ ପ୍ରକାର ଦିନ ଦିନ ବିତିଯିବା ଦରକାର। ଚର୍ଚ୍ଚରେ ଆମେ କିଏ ମଧ୍ୟ ଆସିକି କାମ କରିବା ଉଚିତ ନାହିଁ। ଆମେ ଏତେ ବ୍ୟସ୍ତ, ଆମ ଜୀବନରେ ଆମେ ଏତେ ବିଜି ଅଛୁ ଚର୍ଚ୍ଚ ପାଇଁ, ଚର୍ଚ୍ଚକୁ ଆସିକି ଟିକେ କାମ କରିବୁ, ଓକେ, ଚର୍ଚ୍ଚକୁ ଯାଇକି ଗୋଟେ ବସିକି ଟିକେ କଥାବାର୍ତ୍ତା କରିବୁ, କଣ ଚାଲିଛି, ତାର କେମିତି ହବ। ତ ଏଥିପାଇଁ ଆମର ହୃଦୟର ଦିଗକୁ ବଦଳାଇବାକୁ ପଡିବ। ଏଠି ଆମର ସଞ୍ଜୀବ ଭାଇ ଅଛୁ, ତ ଚିନ୍ତା କର କେମିତି କଣ କରାହବ। ତ ମୁଁ ଆଶା କରୁଛି ଆମେ ସମସ୍ତେ ଖୁସିରେ ମଣ୍ଡଳ ଭିତରେ ଏ କାର୍ଯ୍ୟକୁ ଅ, ସମାପ୍ତ କରିକି ଆମର ଆଗକୁ ବେଶୀ ମୂଲ୍ୟାୟନ ଭାବରେ ଆମର ମିଟିଂ ଯାକ ଅଛି। ତ ଆଉ ଗୋଟେ ବିଷୟ ମୁଁ ଆନାଉନ୍ସମେଣ୍ଟ କରିବି ଭୁଲିଯିବି, ଆମର ମ୍ୟୁଜିକ କନସର୍ଟ ପ୍ରୋଗ୍ରାମ ଗୋଟେ ଦିନ ପାଇଁ ଉଦୟଗିରି ଚର୍ଚ୍ଚରେ ହବ 12 ତାରିଖ ଦିନ, ରାଉରକେଲାରେ ଗୋଟେ ଦିନ 2 ଦିନ ହବ, ଭୁବନେଶ୍ୱରରେ ହବ। ତ ଆମର ଯେତିକି ସବୁ ହାଇଦ୍ରାବାଦ ମ୍ୟୁଜିକ ସ୍କୁଲର ଷ୍ଟୁଡେଣ୍ଟ ମାନେ ତାଲିମ ପାଉଛନ୍ତି, ତ ସେମାନେ ଓଡ଼ିଶା ଟୁର କରିବା ପାଇଁ ଆସିବେ ସେମାନେ। ଆଉ 12 ତାରିଖ ଦିନ ଉଦୟଗିରିରେ ପ୍ରୋଗ୍ରାମ ଦିନରେ, ତ ସକାଳୁ ଷ୍ଟାର୍ଟ ହବ। ତ ଆମ ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କୁ ଆଉ ଷ୍ଟୁଡେଣ୍ଟ ୟୁଥ ମାନଙ୍କୁ ଇନଭାଇଟ କରିବା ସେଠି। ତ ବେଶୀ ସୁନ୍ଦର ଭାବରେ ଈଶ୍ୱର କାମ କରିବେ, ସେଠି ସାକ୍ଷ୍ୟ ବି ଶୁଣିପାରିବା, ମାନେ ବାକ୍ୟ ବି ପ୍ରଚାର ହବ। ତେଣୁକରି ଆମେ କାମ ଯଦି ହୃଦୟ ସହକାର କରିବା, ତାହେଲେ ସବୁ ଜିନିଷ ପତ୍ର ଅଛି ଏଇ ଜାଗାରେ, କିନ୍ତୁ କାମ କରିବା ପାଇଁ ଭାଇ ଭଉଣୀ ମାନେ ଆସୁନାହାନ୍ତି। ମୁଁ ଆଶା କରୁଛି ଯେପରି ଏ ବିଷୟ ଗଭୀର ଭାବରେ ସିରିୟସଲି ଚିନ୍ତା କରି ଯେପରି ଆମେ ପ୍ଲାନ୍ କରିକି କାମ କରିବା ପାଇଁ ଯେମିତି ଆମେ ସମସ୍ତେ ଏ ବିଷୟରେ ଚିନ୍ତା କରୁ। ଆଉ ସୁଷମାଚାର ପ୍ରଚାର କରିବା, ଯିଏ ମଧ୍ୟ ଯୋଉ ଜାଗାରେ ପ୍ରଚାର କରୁଛନ୍ତି ରିପୋର୍ଟ ଛାଡନ୍ତୁ ଶିଲଂ। ଆପଣଙ୍କ ରିପୋର୍ଟ ଛାଡନ୍ତୁ, ଫଟୋ ଉଠେଇ ପାରୁଛନ୍ତି ଉଠାନ୍ତୁ, ନହେଲେ ଯଦି ଉଠେଇ ପାରୁନାହାନ୍ତି ଲେଖନ୍ତୁ ଏଟଲିଷ୍ଟ ଯେ ଆଜି ମୁଁ ଏଇ ପ୍ରକାର ଭାବରେ ଜଣକୁ ପ୍ରଚାର କଲି କି 2 ଜଣ ପ୍ରଚାର କଲି। ଏମିତି କିଛି ରିପୋର୍ଟ ନ ଦେଇକି ମାସ ମାସ ସଂଖ୍ୟା ଏଇ ପ୍ରକାର ସ୍ଥିତିରେ ବଞ୍ଚନ୍ତୁ ନାହିଁ। ଆଉ ସମସ୍ତଙ୍କୁ ମୁଁ ଅନୁରୋଧ କରୁଅଛି, ସମସ୍ତେ ଏ ବାକ୍ୟକୁ ନେଇକି ଚିନ୍ତା କରନ୍ତୁ, ଯେପରି ଆମର ଚର୍ଚ୍ଚରେ କାମ ଯୋଉଟା ଅଛି, ଏ କାମ ଯେପରି ଆମେ ସରେଇବା, ସେଥିପାଇଁ ପ୍ରତ୍ୟେକ ଭାଇ ଭଉଣୀ ମାନେ ଏ ବିଷୟକୁ ଗଭୀର ଭାବରେ ଚିନ୍ତା କରୁ। ଆଉ ରବିବାର ଦିନ ମଧ୍ୟ ସମସ୍ତେ ଭାଇ ଭଉଣୀ ମାନେ ନିଷ୍ପତ୍ତି ନିଅନ୍ତୁ ଯେ ଆପଣଙ୍କ ମଣ୍ଡଳୀକୁ ନୂଆ ସହର ମାନଙ୍କୁ ଆପଣ ଇନଭାଇଟ କରିପାରିବେ। ନୂଆ ନୂଆ ଲୋକମାନେ ମଧ୍ୟ ଚର୍ଚ୍ଚକୁ ଆସିଲେ ସେମାନେ ଗସ୍ପେଲ କ୍ଲାସରେ ସୁସମାଚାର ଶୁଣିକି ପଢିବା ପାଇଁ। ତ ପ୍ରଭୁ ଆମମାନଙ୍କୁ ଯୋଉ ସ୍ଥିତିରେ କଢେଇକି ନଉଛନ୍ତି ସେ ଅନୁସାରେ ଆମେ ପହଞ୍ଚିବା ଦରକାର। ଆମେ ଆଉ ଯେପରି ମୁଁ ଆଶା କରୁଛି ଆସନ୍ତା କାଲି ଠାରୁ, ମାନେ ସକାଳେ ଯୋଉ ମର୍ଣ୍ଣିଂ ଫେଲୋସିପ ହଉଛି ଆପଣଙ୍କର, ଅଧିକରୁ ଅଧିକ ଭାଇ ଭଉଣୀ ମାନେ ଜଏନ କରିକି ପ୍ରଭୁଙ୍କର ବାକ୍ୟ ଶୁଣିକି ଜୀବନ ଯାପନ ବିତେଇବା ପାଇଁ ଆମକୁ ଆବଶ୍ୟକ ଅଟେ। ମୁଁ ଏତିକି କହିବି, ଆଜି ଆମର ମିଟିଂ ଅଛି, ସରିବା ପ୍ରାର୍ଥନା କରିବି। ପରମେଶ୍ୱର ଧନ୍ୟବାଦ ଦଉଛି ପ୍ରଭୁ, ତମେ ଆମମାନଙ୍କୁ ଆଜି ସକାଳେ ମୂଲ୍ୟାୟନ ସମୟ ଦେଲ ପ୍ରଭୁ। କଳସିୟ ପୁସ୍ତକ 3ର 23 ପଦ 26 ପଦ। ଆଜି ପ୍ରଭୁ ଆମମାନେ
ଯେତେବେଳେ ବଞ୍ଚୁଛୁ ସେଠି ଆମେ ମୂର୍ଖ ଲୋକ ପ୍ରଭୁ, ଆମ ପାଖରେ କୌଣସି ବୁଦ୍ଧି ଜ୍ଞାନ ନାହିଁ। କୋଉ ଜାଗାରେ କଣ କଲେ କୋଉ ସ୍ଥିତିରେ ଆମର ବଞ୍ଚିଲେ ଆମେ ଖୁସିରେ ବଞ୍ଚିବୁ ତାହା ମଧ୍ୟ ଆମକୁ ଜଣା ନାହିଁ। ଯଦି କିଛି ବିଷୟ ଯଦି ଆମ ପାଖରେ ଅଛି ତାହେଲେ ନିଜକୁ ବିଶ୍ୱାସ କରିକି ଦାମ୍ଭିକ ଭାବରେ ନିଜର ପ୍ରଭୁ ବିଚାର ମାପଦଣ୍ଡ ଧରିକି ବଞ୍ଚିବା ଲୋକ ପ୍ରଭୁ ଖୁସିର ଜୀବନ, ଆନନ୍ଦିତ ଜୀବନ, ସୁସ୍ଥ ଜୀବନ ପ୍ରଭୁ ତମ ପାଖରେ ଅଛି। ତୁମ ଛଡା ସେଠି କୌଣସି ଅନ୍ୟ ଜାଗାରେ ସ୍ଥାନରେ ଖୁସି ବୋଲି, ଶାନ୍ତି ବୋଲି, ଆନନ୍ଦ ବୋଲି କୌଣସି ବିଷୟ ନାହିଁ। କିନ୍ତୁ ପ୍ରଭୁ ଯେମିତି ଲେଖା ହେଇଛି ବାଇବଲରେ ଯେ ଆମେ ଯାହା ବି କରୁଛୁ କିଛି କରୁ ଅନ୍ତର ସୁଖ କରୁ ପ୍ରଭୁଙ୍କ ସାମ୍ନାରେ କଲା ପରେ, ମନୁଷ୍ୟ ସାମ୍ନାରେ କଲା ପରେ ନ କରୁ। ପ୍ରଭୁ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରଭୁ ଆମେ ନିଜକୁ ବିଶ୍ୱାସ କରିକି ଆସିବା ଜୀବନ ଯାକ ବିତେଇଛୁ, କିନ୍ତୁ ତୁମେ ଆମ ଚଳ ଭିତରେ ଆଉ ପ୍ରଭୁ ନିଜର ମାପଦଣ୍ଡକୁ ଭାଙ୍ଗିବା ପାଇଁ, ନିଜକୁ ବିଶ୍ୱାସ ନ କରିବା ପାଇଁ ଅନେକ ଗୁଡ଼ିଏ ସର୍ତ୍ତ, ଅନେକ ଗୁଡ଼ିଏ କାର୍ଯ୍ୟ ତୁମେ କରିକି ଆସିଅଛ। ତ ଆଜି ଆମେ ସକାଳେ ପ୍ରଭୁ ଆମେ ଆଣ୍ଠୁଛୁ ଆଉ ପ୍ରାର୍ଥନା କରୁଛୁ ପ୍ରଭୁ ଆମର ମଣ୍ଡଳୀରେ ତୁମେ କାର୍ଯ୍ୟ କରିକି ଆସିଅଛ, ଏବେ ବି କରୁଅଛ, ଆଗକୁ ବି କରିବୁ। କିନ୍ତୁ ଯଦି ଆମମାନେ ସେ ଲୋଟ ସଦୃଶ ପ୍ରଭୁ ଯଦିଓ ପ୍ରଭୁ ଲୋଟ ପାଇଁ ଅନୁଗ୍ରହ ଦେଲେ, ମହାପ୍ରଭୁ ସଦାମର ଗୌରବ ପରମସତ୍ତା ଉଦ୍ଧାର ଈଶ୍ୱରଙ୍କର କାର୍ଯ୍ୟ ଯୋଗୁଁ ସେ ଉଦ୍ଧାର ପାଇଲେ। କିନ୍ତୁ ପ୍ରଭୁ ଯଦିଓ କାମ କଲେ ସେ କାର୍ଯ୍ୟକୁ ସେ ଦେଖିଲା ଯଦି ପ୍ରଭୁଙ୍କର ସାମ୍ନାରେ ପ୍ରଭୁ ସାହସ ଧରିକି ମତେ ଏ ପ୍ରକାର ଭାବରେ ମୃତ୍ୟୁରୁ ଧାର କଲେ ବୋଲି ଚିନ୍ତା କଲେ ସେ କେବେ ଗୁମ୍ଫା ଭିତରକୁ ଯିବା ଆବଶ୍ୟକ। କିନ୍ତୁ ପୁନର୍ବାର ସେ ଗୁମ୍ଫା ଭିତରେ ପ୍ରବେଶ କରିକି ସେ ବହୁତ ଭୟଙ୍କର ବିଷୟ ଘଟେ। ଆଉ ପ୍ରଭୁ ଏ ଦୁନିଆର ସବୁଠାରୁ ଦୟନୀୟ ଲୋକ ହଉଛି ସିଏ ଯିଏକି ପ୍ରଭୁ ତା ପାଇଁ କାମ କଲେ ମଧ୍ୟ ସେ ଦେଖିପାର ଦୟାକରି ଯେପରି ଆମମାନେ ଅପ୍ରଭୁ କାହାର ସେବା କରିବୁ ତୁମେ ଆଜି କହିଲେ ଅପ୍ରଭୁ କାହାର ଶୁଣିବୁ ଆମେ କାହା ସାମ୍ନାରେ ବୁଝିବା ଦରକାର ତୁମ ଆବଶ୍ୟକ। ଅପ୍ରଭୁ ସେଠି ମଣ୍ଡଳୀ ଭିତରେ ସେଠି ଶୈତାନ ଅନେକ ଗୁଡ଼ିଏ ଗାତ, ଅନେକ ଗୁଡ଼ିଏ ପ୍ରଭୁ ସେ ରାସ୍ତାକୁ ସେ କରୁଛି ମଣ୍ଡଳୀ ବିଭ୍ରାଟ, କିନ୍ତୁ ପ୍ରଭୁ ଯୋଉ ଜାଗାରେ ମଧ୍ୟ ଆଲୁଅ ଅଛି ସେ ଜାଗାରେ ଅନ୍ଧକାର ରାଜତ୍ୱ ହେଇପାରିବ। ତୁମେ ମଣ୍ଡଳୀ ଭିତରେ ଥିବା ପ୍ରତ୍ୟେକ ଭାଇ ମାନଙ୍କୁ ବହୁତ ଅନୁଗ୍ରହ ଆମେ ସପକ୍ଷରେ ନ ଛିଡା ହେଇକି ଯେପରି ଆମମାନେ ଖ୍ରୀଷ୍ଟଙ୍କର ଅପ୍ରଭୁ ଆମେ କିଏ ଯେ ଖ୍ରୀଷ୍ଟଙ୍କ ସେବା କରୁ, କେବଳ ଆମେ ଖ୍ରୀଷ୍ଟଙ୍କ ହୃଦୟ ବା ଈଶ୍ୱରଙ୍କ ବାକ୍ୟର ହୃଦୟକୁ ନେଇକି ଆଗକୁ ବଢିବା ସେହି ସମୟରେ ହିଁ କେବଳ ଆମ ପ୍ରଭୁଙ୍କ ସାମ୍ନାରେ ଖୁସି ହେଇପାରିବା, ପ୍ରଭୁ ମଧ୍ୟ ଖୁସି ହେଇପାରିବା। ଆମର ଚର୍ଚ୍ଚ ବିଲ୍ଡିଂ ର କାମ ପ୍ରଭୁ କରିବାର ଅଛି, ସେଠି ଅନେକ ଗୁଡ଼ିଏ କାମ ଅଛି। ତାପରେ ବହୁତ ବ୍ୟସ୍ତତା ସମୟକୁ କାଟିବାର ସମୟ ଏଇଟା, କିନ୍ତୁ ଆମମାନେ ଏତିକି ସେନ୍ସଲେସ୍ ହେଇକି ବଞ୍ଚୁଛୁ ପ୍ରଭୁ ଆମେ ମୂଳ ବିଷୟ ଯାହାକି ଆମଙ୍କର କାମ ଯୋଉଟା କରିବାର ଅଛି ସେ ବିଷୟକୁ ପ୍ରଭୁ ଆମେ କରୁନୁ ପ୍ରଭୁ, କାରଣ ଆମେ ଅନେକ ବିଷୟରେ ଧରାଯାଇଛୁ। ଦୟାକର ଯେପରି ଅନ୍ୟ ବିଷୟ ପରିବର୍ତ୍ତେ ଯେପରି ଆମେ ଈଶ୍ୱରଙ୍କ ସାମ୍ନାରେ ପ୍ରଭୁ ନିଷ୍ପତ୍ତି ନେବୁ ଯେ ପ୍ରଭୁ ତୁମେ ଆମକୁ ବ୍ୟବହାର କର, ଆମେ ଯୋଗ୍ୟ ଲୋକ ହେଲେ ମଧ୍ୟ ସେଇ ପ୍ରକାର ଭାବରେ ତୁମେ ଆମକୁ ନମ୍ର କର ପ୍ରଭୁ, ଆଉ ଯେପରି ଆମେ ଖୁସିରେ ଆନନ୍ଦିତ ସମୟକୁ କଟେଇ ପାରିବ ସେଥିପାଇଁ ଆଜି ଦିନ ସାରା ତୁମେ ଆମକୁ ପଢେଇକି ନିଅ। ଆସନ୍ତା ରବିବାର ଦିନ, ଶନିବାର ଦିନ ପ୍ରଭୁ ଯୋଉ ପ୍ରୋଗ୍ରାମ ଗୁଡାକ ଅଛି, ପ୍ରଚାର ଗୁଡାକ ଅଛି, ବାଇବଲ ସେମିନାର ଗୁଡାକ ନେକ୍ସଟ ୱିକ ଅଛି, ସମସ୍ତ ବିଷୟକୁ ପ୍ରଭୁ ତୁମ ଚରଣ ଦଉଛି। ଆଉ ଆମର ସମସ୍ତ ଦୂର ଦୂରାନ୍ତର ଯୋଉ ଭାଇ ଭଉଣୀ ସବୁ ଅଛନ୍ତି ସମସ୍ତ ବ୍ୟକ୍ତିଗତ ମନେ ପକାଅ। ହଁ ପ୍ରଭୁ ଯେପରି ଆମେ ସମସ୍ତେ ଖ୍ରୀଷ୍ଟଙ୍କର ସଭା ଭିତରେ ସବୁ ପ୍ରଭୁ ଯେପରି ଆମେ ବଞ୍ଚୁ ଗୌରବ ସବୁ ତମ ପାଅ ବୋଲି ଧନ୍ୟବାଦ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମ ମାଗିଲି, ଆମେନ୍। ଠିକ ଅଛି, ଧନ୍ୟବାଦ ଭାଇ ଭଉଣୀ।